ଶ୍ରୋତା ବନ୍ଧୁଗଣ ଆମ ସାଙ୍ଗରେ ଆଜି ଶୁଣନ୍ତୁ ଫକୀରମୋହନ ସେନାପତିଙ୍କ ଗଳ୍ପ ସ୍ୱଳ୍ପ ସଂକଳନରୁ ଏକ ଅତି ଚର୍ଚ୍ଚିତ ଗଳ୍ପ ପୁନର୍ମୂଷିକ ଭବ। ଆପଣମାନଙ୍କୁ ଆମର ଏ ଆଲୋଚନାକୁ ବହୁତ ବହୁତ ସ୍ୱାଗତ। ଆଉ ଆଲୋଚନା ଆରମ୍ଭ କରିବା ଆଗରୁ ଆମେ ଆମର ସେହି ଶ୍ରୋତାମାନଙ୍କୁ ଧନ୍ୟବାଦ ଦେବାକୁ ଚାହିଁବୁ ଯେଉଁମାନେ ଆମ ଚ୍ୟାନେଲ ଅନୁରଣକୁ ସବୁବେଳେ ସାହାଯ୍ୟ ସହଯୋଗ କରି ଆସିଛନ୍ତି। ଆପଣଙ୍କ ସମର୍ଥନ ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଏକଦମ। ଆଉ ଯଦି ଆପଣମାନେ ବି ଚାହିଁବେ ଆମର ଓଡ଼ିଆ ପଡକାଷ୍ଟ ଚ୍ୟାନେଲ ଅନୁରଣକୁ ଟିକେ ସମର୍ଥନ କରିବାକୁ, ତାହେଲେ ଆପଣ ସ୍କ୍ରିନରେ ଦିଆଯାଇଥିବା କ୍ୟୁଆର୍ କୋଡ୍ ସ୍କାନ୍ କରିପାରିବେ କିମ୍ବା ଅନ୍ୟ ଉପାୟରେ ବି କିଛି ସାହାଯ୍ୟ ପଠାଇ ପାରିବେ। ହଁ, ଆଉ ସାହାଯ୍ୟ ନ କରିପାରିଲେ ବି ଅନ୍ତତଃ ବେଶୀରୁ ବେଶୀ ସେୟାର କରନ୍ତୁ। ଆମ ଏହି ଅନୁରଣ ଚ୍ୟାନେଲକୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ। ଆଉ ଗୋଟିଏ କଥା, ଏ ଗଳ୍ପର ପୁରା ମର୍ମ ବୁଝିବାକୁ ହେଲେ ଆଉ ଆମେ ଆଗକୁ କ'ଣ ଆଲୋଚନା କରିବୁ ସେ ବିଷୟରେ ଜାଣିବାକୁ ହେଲେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଠିକ୍। ତେବେ ଆସନ୍ତୁ ଆରମ୍ଭ କରିବା। ଫକୀରମୋହନ ସେନାପତିଙ୍କ ପୁନର୍ମୂଷିକ ଭବ। ଏଇଟା ତାଙ୍କ ଗଳ୍ପ ସ୍ୱଳ୍ପ ବହିର ଗୋଟେ ଗଳ୍ପ। ଆଜି ଆମେ ଚେଷ୍ଟା କରିବା ଏ ଗଳ୍ପର କାହାଣୀ ଭିତରକୁ ପଶିବାକୁ, ଚରିତ୍ରମାନଙ୍କୁ ଟିକେ ଭଲ ଭାବେ ଦେଖିବାକୁ ଆଉ ସେ ସମୟର ସମାଜଟା କେମିତି ଥିଲା ସେ ସବୁ ବିଷୟରେ କଥା ହେବାକୁ। ଆଉ ସବୁଠୁ ବଡ଼ କଥା ହେଲା, ଏ ଗଳ୍ପର ଯୋଉ ନାଁ ଅଛି ପୁନର୍ମୂଷିକ ଭବ, ତା ଭିତରେ କ'ଣ ରହସ୍ୟ ଲୁଚି ରହିଛି ସେଇଟାକୁ ବୁଝିବାକୁ ଚେଷ୍ଟା କରିବା। ତାହେଲେ କାହାଣୀଟା ଆରମ୍ଭ ହେଉଛି କେଉଁଠୁ, କେତେବେଳର କଥା ଏଟା? ଏଇଟା ହେଉଛି ଆଜିକୁ ପ୍ରାୟ 40 ବର୍ଷ ତଳର କଥା। ବାଲେଶ୍ୱର ଜିଲ୍ଲାରେ ସେତେବେଳେ ସରକାର ହଠାତ୍ ଗୋଟେ ନିୟମ କଲେ ଯେ ଲୁଣ ମରା ଆଉ ଚଳିବନି, ପୁରା ବନ୍ଦ। ଲୁଣ ମରା ବନ୍ଦ। ସେ ଅଞ୍ଚଳରେ ତ ବହୁତ ଲୋକ ସେ ଲୁଣ ମାରି ଲୁଣ ବେପାର କରି ଚଳୁଥିଲେ ନା। ସୁବର୍ଣ୍ଣରେଖା କୂଳରୁ ଧାମରା ଯାଏ। ହଁ, ହଜାର ହଜାର ଲୋକ। ତାଙ୍କର ଜୀବିକା ଥିଲା ସେଇଟା। କେବଳ ଜୀବିକା କାହିଁକି, ପୁରା ଜୀବନଟା ସେ ଲୁଣକୁ ନେଇ ଚାଲିଥିଲା। କିଏ ଲୁଣ ମାରୁଥିଲା, କିଏ ବେପାର କରୁଥିଲା, କିଏ ଲୁଣ ମହାଲରେ ସରକାରୀ ଚାକିରି କରୁଥିଲା। ଆଚ୍ଛା, ଆଉ ନିୟମ ଏମିତି କଡ଼ା ହେଲା ଯେ ନିଜ ଘର ପାଇଁ ବି ଟିକେ ଲୁଣ ମାରି ଆଣିଲେ ଚୋରି ବୋଲି ଧରା ହେଲା। ଏକଦମ ସିଧା ଚୋରି ମାମଲା। ଆଉ ବିଲାତି ଲୁଣ ଯାହା ମିଳୁଥିଲା ସେଇଟା ଥିଲା ଭାରି ମହଙ୍ଗା। ସମସ୍ତଙ୍କ ପାଖରେ ପହଞ୍ଚି ପାରୁନଥିଲା। ଲୋକେ ବହୁତ ହଇରାଣ ହେଲେ। ପାଖରେ ସମୁଦ୍ର, କୋଟି କୋଟି ମହଣ ଲୁଣ ପାଣିରେ, ଅଥଚ ଲୋକେ ଲୁଣ ଟିକକ ପାଇଁ ଡହଳ ବିକଳ। ତାପରେ ଆଉ କ'ଣ, ଲୁଣ ଚୋରି ବଢ଼ିଲା। ଲୋକେ ବାଧ୍ୟ ହୋଇ ଲୁଚେଇ ଛାପେଇ ଲୁଣ ମାରିଲେ। ଏଇ ଚୋରି ରୋକିବା ପାଇଁ ସରକାର କ'ଣ କଲେ ନା, ବାଲେଶ୍ୱର କଚେରୀରେ ଗୋଟେ ନୂଆ ପୁଲିସ ଫୋର୍ସ ତିଆରି କଲେ, ନିମ୍କି ପୋଲିସ। ନିମ୍କି ପୋଲିସ, ବାଃ! ଆଉ ସେଥିରେ କନେଷ୍ଟବଳ ପଦ ପାଇଁ ନିଶ୍ଚୟ ବହୁତ ଲୋକ ଆସିଥିବେ। ଭାରି ଭିଡ଼। ସେଇ ଭିଡ଼ ଭିତରେ ଜଣେ ଥିଲା କିଣା ବାରିକ। ସେ କଚେରୀର ଯୋଉ ପେସ୍କାର ଥାନ୍ତି ତାଙ୍କ ଘର ଚାକର, ଜାତିରେ ଭଣ୍ଡାରୀ। ପେସ୍କାରଙ୍କ ଚାକର। ପେସ୍କାରମାନେ ତ ସେତେବେଳେ ବହୁତ କ୍ଷମତାବାନ ଲୋକ ଥିଲେ ନା। ହଁ, ତାଙ୍କ କଲମ ମୁନରେ ବହୁତ କିଛି ହଉଥିଲା। ତ ସେଇ ପେସ୍କାରଙ୍କ ପ୍ରଭାବରେ ଆମ କିଣା ବାରିକକୁ ମିଳିଗଲା ନିମ୍କି ପୋଲିସରେ କନେଷ୍ଟବଳ ଚାକିରି। ଦେଖନ୍ତୁ, ଏଇଠୁ ଆରମ୍ଭ ହେଉଛି କ୍ଷମତାର ଖେଳ, ସ୍ୱଜନପ୍ରୀତି। ବୁଝିଲି। ତାହେଲେ ଆମ କାହାଣୀର ମୁଖ୍ୟ ଚରିତ୍ର ହେଲା ଏଇ କିଣା ବାରିକ। କେମିତିକା ଲୋକ ସେ? ବୟସ ହବ 25-30 ଭିତରେ। ଦେଖିବାକୁ ପଞ୍ଚହତା ମର୍ଦ୍ଦ। ଗାଉଁଲି କିନ୍ତୁ ଭାରି ଚାଲାକ। ପେସ୍କାରଙ୍କ ବସାରେ ସବୁ କାମ କରୁଥିଲା। ଘର କାମ, କଚେରୀକୁ କାଗଜପତ୍ର ନବା ଆଣିବା। ଗାଁରେ ଟିକେ ଖାତିର ଥିଲା କଚେରିଆ ବୋଲି। ଆଉ ଚାକିରି ପାଇଲା ପରେ ତ ପୁରା ବଦଳି ଯାଇଥିବ। ଏକଦମ। ସରକାରୀ କାଗଜରେ ନାଁ ବି ବଦଳିଗଲା। କିଣା ବାରିକରୁ ହେଇଗଲା କିଣାରାମ ସିଂ। କିଣାରାମ ସିଂ, ବାଃ! ନୂଆ ପୋଷାକ ବି ମିଳିଥିବା ନିଶ୍ଚୟ। ହଁ ପରା। ଦେହରେ ବନ୍ଧଲଗା ଅଙ୍ଗା, ମାନେ ସେ କୋଟ୍ ଭଳିଆ, ମୁଣ୍ଡରେ ଲାଲ ପଗଡ଼ି, କାନ୍ଧରେ ବ୍ୟାଗ୍। ଏ ପୋଷାକ ଖାଲି ବାହାରକୁ ନଥିଲା, ତା ମନ ଭିତରେ ବି ଗୋଟେ ନୂଆ ଅହଙ୍କାର ଆଣିଦେଲା। ସେ ଯେମିତି ତାର ପୁରୁଣା କିଣା ପରିଚୟଟାକୁ ଲୁଚେଇ ଦେବାକୁ ଚାହୁଁଥିଲା। ତା ପରଦିନ ସକାଳୁ ଏଇ ନୂଆ କିଣାରାମ ସିଂ ନିଜ କାମରେ ବାହାରିଲା। କୋଉଠିକି ଗଲା ସେ? ତାକୁ 4 ଖଣ୍ଡ ଗାଁର ଦାୟିତ୍ୱ ମିଳିଥିଲା। ସେଥିରୁ ମୁଖ୍ୟ ଗାଁ ଥିଲା ମକରାମପୁର। ସେ ସିଧା ମକରାମପୁର ଗଲା। ଆଉ ଯାଇକି ପ୍ରଥମେ କ'ଣ କଲା ଜାଣିଛନ୍ତି? ଗାଁ ମଝିରେ ଯୋଉ ଭାଗବତ ଘର ଥିଲା ସେଇଟାକୁ ନିଜର ଫାଣ୍ଡି କରିଦେଲା। ଆରେ ବାପରେ! ଭାଗବତ ଘରକୁ ପୋଲିସ ଫାଣ୍ଡି? ହଁ, ଆଉ ନିଜକୁ କନେଷ୍ଟବଳ ନ କହି କ'ଣ କହିଲା ଜାଣିଛନ୍ତି? ପୋଲିସ ଜମାଦାର। ଗାଁ ଲୋକଙ୍କୁ ଡାକି କହିଲା ସେ ହେଉଛି ସେ ଅଞ୍ଚଳର ମଫସଲ ହାକିମ। ବାଃ! କ୍ଷମତା ପାଇବା ମାତ୍ରେ ମଣିଷ କେମିତି ବଦଳିଯାଏ ଦେଖନ୍ତୁ। ଗାଁ ଲୋକେ କ'ଣ କଲେ? ସେମାନେ ତ ଡରିଗଲେ ପରା। ସେ କାଳରେ ପୋଲିସ ମାନେ ତ ଆତଙ୍କ। ତେଣୁ ଜମାଦାର ସାହେବଙ୍କ ସେବା ଯତ୍ନରେ ଲାଗିଗଲେ।
କାହା ଘରୁ ଚାଉଳ ଆସିଲା, କାହା ଘରୁ ଡାଲି, ପରିବା, କାଠ ସବୁ। କିଏ ରୋଷେଇ କରୁଥିଲା? ଗାଁର ପୁରୋହିତ ଥିଲେ ନରହରି ପଣ୍ଡା। ସେ 2 ଓଳି ରାନ୍ଧିବାର ଦାୟିତ୍ୱ ନେଲେ। ଆଉ ଜଣେ ଲୋକ ଥିଲା ରାମା ବାରିକ। ସେ ବି ଜାତିରେ ଭଣ୍ଡାରୀ, ମାନେ କିଣାରାମର ସଜାତୀୟ। ଆଚ୍ଛା, ସେ କ'ଣ କରୁଥିଲା? ସେ ଜମାଦାରଙ୍କ ବସା ଲିପାପୋଛା କରୁଥିଲା, ବାସନ ମାଜୁଥିଲା, ଏମିତିକି ତେଲ ବି ମାଲିସ କରିଦେଉଥିଲା। ଏସବୁ କିନ୍ତୁ ଭୟରେ, ବାଧ୍ୟ ହୋଇକି। ତ କିଛିଦିନ ଏମିତି ଚାଲିଲା। ତାପରେ କିଣାରାମ କ'ଣ କଲା? ଖାଲି ବସି ଖାଇଲା? ନାଇଁ, ସେ ଭାବିଲା କିଛି ତ କାମ ଦେଖେଇବାକୁ ପଡ଼ିବ, ନହେଲେ କେମିତି ଚଳିବ। ଲୁଣ ଚୋର ଧରିବାକୁ ମନ କଲା। କିନ୍ତୁ ଗାଁ ଲୋକ ତ ସାବଧାନ ଥିବେ, କେମିତି ଧରିବ? ସେଇ ସମୟରେ ଗୋଟେ ଘଟଣା ଘଟିଲା। ଯୋଉ ରାମା ବାଲିକ ଏତେ ସେବା କରୁଥିଲା, ସେ ଦିନେ ସକାଳୁ ଆସି ଜମାଦାରଙ୍କ ଏଠା ବାସନ ମାଜିବାକୁ ମନା କରିଦେଲା। କାହିଁକି? କହିଲା, ତାଙ୍କ ଜାତି ପରମାଣିକ, ମାନେ ଭଣ୍ଡାରୀ ସମାଜର ମୁଖିଆ, ମନା କରିଛନ୍ତି। କହିଛନ୍ତି, ଜମାଦାର ଆମ ଜାତିର ଲୋକ, ତା ଏଠା ଆମେ କାହିଁକି ମାଜିବା? ଓହୋ, ଏଇଠି ଲାଗିଗଲା ନିଆଁ। କିଣାରାମ ଯୋଉ ନିଜ ଜାତିଟାକୁ ସିଂ ଉପାଧି ତଳେ ଲୁଚେବାକୁ ଚେଷ୍ଟା କରୁଥିଲା, ସେଇଟା ପଦାରେ ପଡ଼ିଗଲା। ଏକଦମ। ଆଉ ନିଜ ଜାତି ଭାଇଠୁ ଏମିତି ଅପମାନ, ଜମାଦାର ପଦରେ ଥାଇ, ତା ଅହଙ୍କାରକୁ ବହୁତ ବାଧିଲା। ଭାରି ରାଗିଗଲା ସେ। ମନେ ମନେ ଭାବିଲା, ଏ ରାମାକୁ ସେ ଦେଖିଲେବ, ପ୍ରତିଶୋଧ ନେବ। ବୁଝିଲି। ଏଇଟା ସେତେବେଳର ଜାତି ପ୍ରଥାର ପ୍ରଭାବକୁ ଦେଖାଉଛି। କିଣାରାମ ପୋଲିସ ହେଲେ ବି ତା ଜାତି ତା ପିଛା ଛାଡୁ ନଥିଲା। ହଁ, ଆଉ ରାମା ମନା କରିବା ପଛରେ ଜାତିର ନିୟମ ଥିଲା, କିନ୍ତୁ କିଣାରାମ ପାଇଁ ସେଟା ବ୍ୟକ୍ତିଗତ ଅପମାନ ହେଇଗଲା। ତାପରେ କ'ଣ ହେଲା? କିଣାରାମ ସୁଯୋଗ ଖୋଜିଲା। ବେଶୀ ସମୟ ଲାଗିଲାନି। ସେଇ ଗାଁରେ ରାମା ବାରିକର ଜଣେ ଶତ୍ରୁ ଥିଲା। ସେ ଆସି କିଣାରାମ କାନରେ କହିଦେଲା ଯେ ରାମା ଘରେ ଲୁଣ ମାରୁଛି। ଆଚ୍ଛା, ତାହେଲେ କିଣାରାମ ପାଇଁ ତ ସୁବିଧା ହେଇଗଲା। ଗୋଟେ ଢେଲାରେ 2ଟା ଶିକାର, ରାମାକୁ ବି ଜବତ କରିବ, ଆଉ ନିଜର ଗୋଟେ କେସ୍ ବି ହେଇଯିବ। ଦେଖନ୍ତୁ କେମିତି ବ୍ୟକ୍ତିଗତ ରାଗ ସରକାରୀ କର୍ତ୍ତବ୍ୟର ରୂପ ନେଉଛି। ଏଇଟା ହିଁ ଫକୀରମୋହନ ଦେଖାଇବାକୁ ଚାହୁଁଛନ୍ତି। କ୍ଷମତା ପାଇଲେ ଲୋକେ କେମିତି ଆଇନକୁ ନିଜ ସ୍ୱାର୍ଥରେ ବ୍ୟବହାର କରନ୍ତି। ତାପରେ କିଣାରାମ କ'ଣ କଲା? ସତରେ ଯାଇ ରାମାକୁ ଧରିଲା? ତା ପରଦିନ ଭୋରୁ ଭୋରୁ ପୁରା ପୋଲିସି ଠାଣି, ମୁଣ୍ଡରେ ଲାଲ ପଗଡ଼ି, ଦେହରେ ସେ ଅଙ୍ଗା, ଆଉ ସାଙ୍ଗରେ ଗାଁ ଚୌକିଦାର ଦିଗଭଡ଼ାକୁ ଧରି ରାମାବାରିକ ଘରେ ପହଞ୍ଚିଗଲା। ଆଉ ସେତେବେଳେ ରାମା କ'ଣ କରୁଥିଲା? ଦେଖିଲା ବେଳକୁ ରାମା ସତକୁ ସତ ଅଗଣାରେ ଚୁଲି ଲଗେଇ ଗୋଟେ ହାଣ୍ଡିରେ ଦହପାଣି, ମାନେ ଲୁଣି ପାଣି ବସେଇଛି। ଲୁଣ ମାରିବା ପାଇଁ ପ୍ରସ୍ତୁତ ହୋଇଛି। ଜମାଦାରକୁ ଦେଖି ସେ ତ ପୁରା ଡରିଗଲା। ହାଣ୍ଡିଟାକୁ ଉଠେଇ ନେଇ ପାଖ ନାଳରେ ପାଣିତକ ଢାଳିଦେଲା। କିନ୍ତୁ କିଣାରାମ ଦେଖିଦେଲା ନା? ହଁ, ଦେଖିସାରିଥିଲା। ସେ ଚିତ୍କାର କଲା, ଧର ବେଟାକୁ। ଦିଗବରା ରାମାକୁ ଧରି ପକେଇଲା। ଆଉ କିଣାରାମ କ'ଣ କଲା? ଯୋଉଠି ପାଣି ଢାଳିଥିଲା ସେଠୁ ମାଠିଆରେ ଓଦାମାଟି ଆଣିଲା। କହିଲା, ଏଇଟା ହେବ କୋର୍ଟରେ ପ୍ରମାଣ। ଓଦାମାଟି? ଆଚ୍ଛା, ତାପରେ ରାମାକୁ ବାନ୍ଧିକି ନେଇଗଲା? ହଁ, ହାତ ପଛକୁ କରି ବାନ୍ଧିଲା, ଆଉ ଟାଣି ଟାଣି ସେଇ ଭାଗବତ ଘର, ମାନେ ତା ଫାଣ୍ଡିକୁ ନେଇ ଆସିଲା। ଗାଁରେ ତ ପୁରା ହଲ୍ଲା ହେଇଯାଇଥିବ। ପୁରା ହୁଲସ୍ତୁଲ। ଲୋକେ ଡରିଗଲେ। ଆଜି ରାମା, କାଲି ଆମ ପାଳି ପଡ଼ିପାରେ। ଗାଁର ମୁଖିଆ ଲୋକେ ଏକାଠି ହେଲେ। କେମିତି ରାମାକୁ ମୁକୁଳେଇବେ ଭାବିଲେ। କିଛି ବାଟ ବାହାର କଲେନି? ଲାଞ୍ଚ ଦେବାକୁ ଚେଷ୍ଟା କଲେନି? କଲେ। ଗାଁର ବୁଢ଼ା ପୁରୋହିତ ନାରାୟଣ ମିଶ୍ର, ସେ ଯାଇ କିଣାରାମକୁ ଲୁଚେଇକି 10 ଟଙ୍କା ଦେବାକୁ କହିଲେ, ମାମଲାଟା ରଫାଦଫା କରିଦେବା ପାଇଁ। କିଣାରାମ ମାନିଗଲା? ନା, ସେତେବେଳକୁ ତା ମୁଣ୍ଡରେ ଖାଲି ପ୍ରତିଶୋଧ। ସେ ମିଶ୍ରଙ୍କୁ ଓଲଟା ଅପମାନ ଦେଇ ଫେରେଇ ଦେଲା। କହିଲା, ତମେ କି ରକମ ଗୋସେଇ ହୋ? ମତେ କ'ଣ ଆଉ ହାକିମ ପାଇଛ? ଅହଙ୍କାର ପୁରା ଚରମ ସୀମାରେ। ବାପରେ! ତାପରେ ସେ ରାମାକୁ କଚେରୀ ନେଇଗଲା? ହଁ, ପରଦିନ ସକାଳ ଆସାମୀ ରାମା ବାରିକ ଆଉ ସେ ମାଟିହାଣ୍ଡିଟାକୁ ଧରି ବାଲେଶ୍ୱର କଚେରୀ ଗଲା। ମନ ଭାରି ଖୁସି। ସିଧା ପେସ୍କାରଙ୍କୁ ପାଖରେ ପହଞ୍ଚିଲା। ସବୁ କଥା କହିଲା। ମାଜିଷ୍ଟ୍ରେଟକୁ ପାଖରେ ରିପୋର୍ଟ ଦାଖଲ ହେଲା। ରାମା ଗଲା ହାଜତକୁ, ଆଉ ମାମଲାର ତାରିଖ ପଡ଼ିଲା। କିଣାରାମ କୋଉଠି ରହିଲା? ସେଇ ପେସ୍କାରଙ୍କ ବସାରେ। ତାରିଖକୁ ଆହୁରି 4 ଦିନ ବାକି ଥିଲା। ସେଦିନ ରାତିରେ ପେସ୍କାର କାମ କରୁଥାନ୍ତି। କିଣାରାମ ପିଣ୍ଡାରେ ବସିଥାଏ, ଦିଗବାର ବି ପାଖରେ ଥାଏ। କିଣାରାମ ମନେ ମନେ ଭାବୁଥାଏ, କେମିତି ରାମା ଜେଲ ଯିବ ଆଉ ସେ ଜମାଦାର ହେଇଯିବ। ଆଚ୍ଛା, ସେଇ ସମୟରେ କ'ଣ ହେଲା? ସେଇ ସମୟରେ ପେସ୍କାରଙ୍କ ଗାଁ ପୁରୋହିତ, ନା ତାଙ୍କର ପୁରୁଷୋତ୍ତମ ରଥ, ସେ ଆସି ପହଞ୍ଚିଲେ। ସେ ଯେତେବେଳେ ବି ଆସନ୍ତି, କିଣା ହିଁ ତାଙ୍କ ଗୋଡ଼ ଧୋଇବାକୁ ପାଣି ଆଣିଦିଏ। ଓହୋ। ତ ଲୋଥେ ଆସି ପେସ୍କାରଙ୍କ ସହ କଥା ହେଲେ। ତାପରେ ପିଣ୍ଡାକୁ ଚାହିଁଲେ। କିଣା କାହିଁ? ସେ ପୁରୁଣା ଅଭ୍ୟାସରେ ଡାକ ପକେଇଲେ, ଆରେ କିଣା, ଓରେ କିଣା, ଶୁଭୁନିକିରେ, ଯା ଗରାଇ ପାଣି ଆନ୍, ଗୋଡ଼ ଧୋଇବି। କିଣାରାମ ସେତେବେଳେ ତ ଜମାଦାର ସ୍ୱପ୍ନରେ। ହଁ, ପ୍ରଥମ ଡାକ ଶୁଣିଲାନି।
ରଥେ ଆଉ ଟିକେ ଜୋରରେ ଡାକିଲେ। ଏଥର କିଣାରାମ ଶୁଣିଲା, ବୁଲି ଚାହିଁଲା ରଥଙ୍କୁ, ତାପରେ ଚାହିଁଲା ପାଖରେ ବସିଥିବା ଦିଗବାରକୁ। ତାକୁ ନିଶ୍ଚୟ ଭାରି ଅପମାନ ଲାଗିଲା। ଦିଗବାର ସାମ୍ନାରେ ତାକୁ କିଣା ଡାକି ଗୋଡ଼ ଧୋଇବାକୁ ପାଣି ମାଗୁଛନ୍ତି। ସେଇଆ, ତାର ସେ ନୂଆ ସିଂ ପରିଚୟ, ସେ ଜମାଦାରୀ ଅହଙ୍କାରକୁ ପୁଣି ଠେସ୍ ଲାଗିଲା। ସେ ରାଗରେ ରଥଙ୍କୁ କହିଲା, କିପରି ଅଖାଡୁଆ ଗୋସାଇ ହେଁ, ଟିକେ ତର ଶୋହୁନି, ମଣିଷଟା ବସିଛି ଦେଖୁନି। ବାସ୍, ତାପରେ ତ କଥା କଟାକଟି ହେଇଥିବ। ହଁ, ପୁରୋହିତ ବି ରାଗିଗଲେ। ପେଚକାର ଆସି ମଝିରେ ପଶି କଥାଟା ସମ୍ଭାଳିଲେ। ପରେ ଯେତେବେଳେ ରଥେ ସବୁ ଜାଣିଲେ, କିଣା କେମିତି କନେଷ୍ଟେବଲ ହେଇଛି, କେମିତି ରାମାକୁ ଧରିଛି, ସେ ହସିଲେ, ଗୋଟେ ଶୁଖିଲା ହସ। ଆଉ ସେଇ ଗୋଟିଏ ବାକ୍ୟ କହିଲେ, ଯୋଉଟା ଏ ଗଳ୍ପର ମୂଳ କଥା। କଣ ସେ ବାକ୍ୟ? ସେ କହିଲେ, ଓ ଏହିକି ଏତେ ପୁନର୍ମୂଷିକ ଭବ। ପୁନର୍ମୂଷିକ ଭବ, ଏଇଟା ତ ଗଳ୍ପର ନାଁ। ଏହାର ମାନେ କଣ? ଏହାର ମାନେ ହେଲା ପୁଣି ମୂଷା ହୋଇଯା। ଏଇଟା ଆସିଛି ପଞ୍ଚତନ୍ତ୍ରର ଗୋଟେ କାହାଣୀରୁ। ଜଣେ ମୁନି ଗୋଟେ ମୂଷାକୁ ଦୟାକରି ବିଲେଇ, ତାପରେ କୁକୁର, ଶେଷରେ ବାଘ କରିଦେଲେ। ଆଚ୍ଛା। କିନ୍ତୁ ବାଘ ହେଲା ପରେ ସେ ମୂଷା ବାଘଟା ନିଜ ମୂଳ ସ୍ୱଭାବ ଭୁଲିଗଲା। ସେ ମୁନିଙ୍କୁ ହିଁ ଖାଇବାକୁ ଗଲା। ତ ମୁନି ରାଗିଯାଇ ଅଭିଶାପ ଦେଲେ, ପୁନର୍ମୂଷିକ ଭବ, ମାନେ ତୁ ପୁଣି ତୋର ମୂଳ ରୂପ ମୂଷା ହୋଇଯା। ଓହୋ, ତେବେ ପୁରୋହିତ ରଥେ ସେଇ କଥା କିଣାରାମକୁ ଲକ୍ଷ୍ୟ କରି କହିଲେ। ଏକଦମ। ସେ ଦେଖିଲେ, କିଣାନୀ ପୋଲିସ ପୋଷାକ ପିନ୍ଧିଛି ସତ, କିନ୍ତୁ ତାର ମୂଳ ଭଣ୍ଡାରୀ ସ୍ୱଭାବ, ତା ଅହଙ୍କାର, ତା ଅକୃତଜ୍ଞତା, ଯେମିତି ସେ ରଥଙ୍କୁ ଅପମାନ ଦେଲା, ସେସବୁ ବଦଳିନି। ସେ ବୁଝିଗଲେ ଯେ ଏ ଲୋକଟା ବେଶୀ ଦିନ ଏମିତି ରହିବନି। ଶେଷରେ ସେ ତାର ନିଜ ଜାଗାକୁ ହିଁ ଫେରିବ। ବାଃ, କେତେ ଗଭୀର କଥାଟିଏ। ଆଚ୍ଛା, କଚେରୀରେ କଣ ହେଲା? ରାମାର କେସ୍? ମକରାମପୁରରୁ ଗାଁ ଲୋକେ ଚାନ୍ଦା କରି ଜଣକୁ ପଠେଇଲେ। ସେ ଆସି ସେତେବେଳର ଜଣେ ନାମକରା ଉକିଲ ଅବଦୁଲ ସୋଭାନ ଖାଁ ତାଙ୍କୁ ରାମା ପାଇଁ ରଖିଲା। ଆଉ ମାଜିଷ୍ଟ୍ରେଟ କିଏ ଥିଲେ? ଡେପୁଟି ମାଜିଷ୍ଟ୍ରେଟ ଥିଲେ ମୌଲବୀ ଅବଦୁଲ ଖାଁ। କୁହାଯାଏ ସେ ପୋଲିସ କେସ୍ଗୁଡ଼ାକୁ ଭାରି ସନ୍ଦେହ ଆଖିରେ ଦେଖୁଥିଲେ। ଏଇଟା ବି ଗୋଟେ କଥା। ଫକୀରମୋହନ ବୋଧେ ପୋଲିସ ବ୍ୟବସ୍ଥା ଉପରେ ବି ଟିକେ କଟାକ୍ଷ କରୁଛନ୍ତି। ନିଶ୍ଚୟ। ତ କାଠଗଡ଼ାରେ କିଣାରାମ ସାକ୍ଷୀ ଦେଲା। ପୁରା ଜୋସ୍ରେ କହିଲା, ସେ ନିଜେ ଦେଖିଛି ରାମାକୁ ଲୁଣ ପାଣି ଢାଳିବାର, ଆଉ ସେ ମାଟି ଚାଖିଛି, ଲୁଣିଆ ଲାଗିଛି। କିନ୍ତୁ ଓକିଲ କଣ ଛାଡ଼ିଥିବେ? ବିଲକୁଲ ନୁହେଁ। ଅବଦୁଲ ସୋବାନ ଖାଁ ଭାରି ଚତୁର ଥିଲେ। ସେ ଜେରା କରି କିଣାରାମଠୁ ମନେଇ ନେଲେ ଯେ ସେତେବେଳେ ସେ ଏକା ଥିଲା, ଆଉ କେହି ଦେଖିନି। ଆଉ ସେ ମାଟି ଚାଖିବା କଥା? ସେଇଟାକୁ ତ ଓକିଲ ପୁରା ହସରେ ଉଏଇ ନେଲେ। କହିଲେ, ଗାଁ ଗହଳିରେ ନାଳ ପାଖ ମାଟି କୋଉ କୋଉ କାରଣରୁ ଲୁଣିଆ ଲାଗିପାରେ, ତାର କ'ଣ ଠିକଣା ଅଛି? ପରୋକ୍ଷରେ ଗାଁର ସଫାଇ ବ୍ୟବସ୍ଥା କେମିତି ସେଇଟା କହିଦେଲେ। କିଣାରାମର ସେ ବୈଜ୍ଞାନିକ ପ୍ରମାଣଟା ପୁରା ବେକାର ହେଇଗଲା। ଦିଗବାର କଣ କହିଲା? ସେ ବି ଓକିଲଙ୍କ ଜେରାରେ ମାନିଗଲା ଯେ ସେ କିଛି ଦେଖିନି, ଜମାଦାର ଯାହା କହିଲେ ସେଇଆ ଶୁଣିଛି। ତାପରେ ରାମା କହିଲା ନିଜ କଥା। ହଁ, ରାମା କାନ୍ଦି କାନ୍ଦି କହିଲା ସେ ପୁରା ନିର୍ଦ୍ଦୋଷ। ତାକୁ ଜ୍ୱର ହେଇଥିଲା, ପେଟ କାଟୁଥିଲା, ସେ ଶୋଇଥିଲା। ଜମାଦାରର ବେଠି କରିବାକୁ ମନା କରିଦେଲା ବୋଲି ତା ନାଁରେ ମିଛ କେସ୍ ଦେଇଛି। ଆଉ ରାମାପଟୁ ସାକ୍ଷୀ ବି ଥିଲେ? ହଁ, ଗାଁରୁ ଲୋକ ଆସିଥିଲେ। ସେମାନେ କହିଲେ, ରାମା ସବୁବେଳେ ହାଟରୁ ଲୁଣ କିନେ, ତାର ଲୁଣ ମାରିବାର କିଛି ଦରକାର ନାହିଁ, ଆଉ ସେଦିନ ସେ ସତରେ ଅସୁସ୍ଥ ଥିଲା। ଜମାଦାର ତା ଉପରେ ରାଗିଥିଲା ବୋଲି ବି ସେମାନେ ଶୁଣିଛନ୍ତି। ଓକିଲ ତାହେଲେ ଶେଷରେ କଣ ଯୁକ୍ତି କଲେ? ସେ ସେଇ କଥା ଦହରାଇଲେ, ଏଇଟା ପୁରା ମିଛ ମାମଲା, ବ୍ୟକ୍ତିଗତ ରାଗରୁ କରାଯାଇଛି। ରାମ ଅସୁସ୍ଥ ଥିଲା, କେହି ସାକ୍ଷୀ ନାହାନ୍ତି, ମାଟି ଲୁଣିଆ ହବାର ଅନ୍ୟ କାରଣ ଅଛି। ଏସବୁ କହି ରାମକୁ ଖଲାସ କରିବାକୁ କହିଲେ। ମାଜିଷ୍ଟ୍ରେଟ କଣ ରାୟ ଦେଲେ? ମୌଲବୀ ଅବଦୁଲ ଖାନ ସବୁ ଶୁଣିଲେ। ରାୟ ଦେଲେ, ରାମା ବାରିକ ନିର୍ଦ୍ଦୋଷ, ଖଲାସ। ଆଉ ଗୋଟେ ବଡ଼ କଥା କହିଲେ। କଣ? କହିଲେ, କିଣାରାମ ସିଂ ପୋଲିସ କାମ ପାଇଁ ପୂରାପୂରି ଅଯୋଗ୍ୟ। ବାପରେ, କିନାରାମର ତ ମୁଣ୍ଡରେ ବଜ୍ର ପଡ଼ିଲା ଭଳି ହେଇଥିବା। ସବୁ ସ୍ୱପ୍ନ ଶେଷ। ହଁ, କିନ୍ତୁ ସେଇ ପେସ୍କାର ପୁଣି ତାଙ୍କରି ପାଇଁ କିଣାରାମର ଚାକିରିଟା କୌଣସି ମତେ ରହିଗଲା। ହେଲେ ମାଜିଷ୍ଟ୍ରେଟ ଯୋଉ କଥା କହିଦେଲେ, ସେଥିରେ ତାର ଆଉ ପ୍ରମୋସନ ହବାର ଆଶା ରହିଲାଣି। ସେ ତ ଭାରି ଅପମାନିତ ହୋଇକି ଗାଁକୁ ଫେରିଲା। ଏକଦମ, ମୁହଁ ପୁରା କଳାକାଠ। ଗାଁ ଲୋକ ଯିଏ କାଲି ଡରୁଥିଲେ, ଆଜି ତାକୁ ଦେଖି ମୁରୁକି ହସୁଛନ୍ତି। କିନ୍ତୁ ଲୋକେ ଚିନ୍ତାରେ ବି ପଡ଼ିଥିବେ। ପୋଲିସ ତ ଗାଁରେ ରହିବ, ରାମା ପାଇଁ ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା, ଆଗକୁ କଣ ହେବ? ସେଇଠି ଗାଁର ଜଣେ ଚତୁର ଲୋକ ଥିଲେ, ବନମାଳୀ ଓଝା। ସେ ଗୋଟେ ବୁଦ୍ଧି ବାହାର କଲେ। ସେମାନେ କିଣାରାମ ସାଙ୍ଗରେ ଗୋଟେ ବୁଝାମଣା କଲେ। କି ବୁଝାମଣା? ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସ୍ଥିର ହେଲା, ଗାଁ ଲୋକେ ମିଶିକି ଜମାଦାରଙ୍କ ସବୁ ଖାଇବା ପିଇବା ଖର୍ଚ୍ଚ ଆଗ ଭଳି ଦେବେ। ଆହୁରି ମାସକୁ 2 ଟଙ୍କା ଅଧିକା ଦେବେ ପାନ ଖର୍ଚ୍ଚ ପାଇଁ। ଆଚ୍ଛା,
ବଦଳେ କିଣାରାର ବାହା ଲୋକଙ୍କୁ ହଇରାଣ କରିବନି, କିନ୍ତୁ ତାକୁ ତ କେସ୍ ଦେବାକୁ ପଡ଼ିବ। ତେଣୁ ଗାଁ ଲୋକେ ପ୍ରତି ମାସରେ ତାକୁ ଗୋଟେ ଚୋର ଧରାଇଦେବେ। କଣ କହୁଛନ୍ତି? ନିଜେ ଚୋର ଧରାଇ ଦେବେ? କେମିତି? ଗାଁର କୋଉ ଗରିବ ପାଣ ଜାତିର ଲୋକ ସାଙ୍ଗରେ କଥାବାର୍ତ୍ତା କରିବେ। ସେ ନିଜ ଇଚ୍ଛାରେ ଆସି ଧରାଦେବ, କୋର୍ଟରେ ଯାଇ ଦୋଷ ମାନିନେବ। ଯେତେଦିନ ଜେଲରେ ରହିବ ତା ଘର ଲୋକଙ୍କୁ ଗାଁବାଲା ଚଳେଇବେ। ହେ ଭଗବାନ, ଏ କି ଭୟଙ୍କର କଥା! ପୋଲିସ, ଗାଁ ଲୋକ ସମସ୍ତେ ମିଶି ଏମିତି ଗୋଟେ ନାଟକ? ଦେଖନ୍ତୁ, ଏଇଟା କେବଳ କିଣାରାମର ଦୋଷ ନୁହେଁ। ପୁରା ସମାଜଟା କେମିତି ଭିତରୁ ସଢ଼ି ଯାଇଥିଲା ସେଇଟା ଫକୀରମୋହନ ଦେଖେଇଛନ୍ତି। କେତେ ନିର୍ଭୀକ ଭାବରେ ସତ କଥାଟା କହିଛନ୍ତି। ତାପରେ କିଛିଦିନ ଏମିତି ଚାଲିଲା। ହଁ, କିଛି ମାସ ଚାଲିଲା। ପ୍ରତି ମାସରେ କିଣାରାମ କେସ୍ ଦିଏ, ଆସାମୀ ଆସି ଦୋଷ ମାନେ, ସାମାନ୍ୟ ଦଣ୍ଡ ହୁଏ, କିଣାରାମର ରେକର୍ଡ ବି ଭଲ ହୁଏ। ଉପରବାଲା ବି ଖୁସ୍। କିନ୍ତୁ ଏ ଠକାମି କଣ ଧରାପଡ଼ିଲାନି? ବେଶୀ ଦିନ ଲୁଚିଲାନି। ସଦରରୁ ଗୋଇନ୍ଦା ପୋଲିସ ଆସିଲେ, ସେମାନେ ବେଶ ବଦଳେଇ ଗାଁରେ ବୁଲିଲେ, ଆଉ ଶୀଘ୍ର ଏ ପୁରା ଗୁମର କଥା ଜାଣିଗଲେ। ତାପରେ କିଣାରାମର କଣ ହେଲା? ଏଥର ଆଉ ରକ୍ଷା ନଥିଲା। ସେ ଗିରଫ ହେଲା। ତାକୁ 2 ମାସ କଠିନ ଜେଲ ଆଉ 20 ଟଙ୍କା ଜୋରିମାନା ହେଲା। ଆଉ କୁହାଗଲା, ଜୋରିମାନା ନ ଦେଲେ ଆହୁରି 3 ମାସ ଜେଲ। ସେ ଜୋରିମାନା ଦେଇପାରିଲା? ନା, 20 ଟଙ୍କା କୋଉଠୁ ଆଣିବ? ତ 5 ମାସରୁ ବେଶୀ ଜେଲ ଭୋଗିସାରି ସେ ଫେରିଲା ଗାଁକୁ। ସେତେବେଳକୁ ତ ସବୁ ଶେଷ ହେଇଯାଇଥିବ। ପୁରାପୁରି ଚାକିରି ନାହିଁ। ଗାଁ ଲୋକେ ବାସନ୍ଦ କଲେ, ପେସ୍କାର ବି ଆଉ ପଚାରିଲେନି। ସରକାର ସେ ଜୋରିମାନା ଟଙ୍କା ପାଇଁ ତାର ଯାହା ଟିକେ ଜମିବାଡ଼ି, କଂସା ବାସନ ଥିଲା, ସବୁ ନିଲାମ କରିଦେଲେ। ଆଉ ସବୁଠୁ ବଡ଼ କଥା, ସମାଜରେ ସେଇଟା ହିଁ ବାକି ଥିଲା। ଗାଁ ପୁରୋହିତ କହିଲେ, କିଣା ଜେଲରେ ସବୁ ଜାତି ଲୋକଙ୍କ ହାତରୁ ଖାଇଛି। ସେ ପତିତ ହୋଇଯାଇଛି। ତାକୁ କେହି ଛୁଇଁବେନି, ପାଣି ଦେବେନି। କି ଦୁର୍ଦ୍ଦଶା! ତାପରେ କିଣା ବହୁତ କାକୁତି ମିନତି କଲା। ଶେଷରେ ପୁରୋହିତ ପ୍ରାୟଶ୍ଚିତ୍ର ବ୍ୟବସ୍ଥା କଲେ। କିନ୍ତୁ ସେଥିରେ ଏତେ ଖର୍ଚ୍ଚ ଥିଲା, ପଞ୍ଚଗବ୍ୟ, ପଞ୍ଚଦାନ, ବ୍ରାହ୍ମଣ ଭୋଜନ, ଜାତି ଭୋଜି, ଯେ ସେତକ କରୁ କରୁ କିଣା ପୁରା ସର୍ବଶାନ୍ତ ହୋଇଗଲା। ଏ ପ୍ରାୟଶ୍ଚିତ୍ତ ବି ଗୋଟେ ଶୋଷଣର ମାଧ୍ୟମ ଥିଲା ସେତେବେଳେ। ନିଶ୍ଚୟ, ଜାତିପ୍ରଥା ଆଉ ଧର୍ମ ନାଁରେ କେମିତି ନିୟନ୍ତ୍ରଣ କରାଯାଉଥିଲା ତାର ଉଦାହରଣ। ତେବେ ଶେଷରେ କିଣା ବାରିକ ପୁରାପୁରି ତାର ସେଇ ପୁରୁଣା ଅବସ୍ଥାକୁ ଫେରିଆସିଲା। ହଁ, ସବୁ ହରାଇ, କ୍ଷମତା, ପଦବୀ, ଅହଙ୍କାର ସବୁ ଯାଇ ସେ ପୁଣି ହେଇଗଲା ଗାଁର ସେଇ ସାଧାରଣ ଭଣ୍ଡାରୀ। ଆଉ ଏବେ ସେ ନିଜେ ହିଁ ନିଜ କଥା କହି ହସେ। ହଁ, ଯିଏ ପଚାରେ ତାକୁ ଗୋଟେ ଶୁଖିଲା ହସ ହସି କହେ, ଆଜ୍ଞା, ଆଉ କ'ଣ କହିବି? ପୁନର୍ମୂଷିକ ଭବ, ମାନେ ପୁଣି ମୂଷା ହେଇଗଲି। ଯୋଉଠୁ ଆରମ୍ଭ କରିଥିଲି ସେଇଠିକେ ଫେରି ଆସିଲି। ସତରେ କି ଅସାଧାରଣ ଗଳ୍ପ! କିଣା ବାରିକ ଚରିତ୍ର ମାଧ୍ୟମରେ ଫକୀରମୋହନ କେତେ କଥା କହିଦେଇଛନ୍ତି। ସେ ସମୟର ସମାଜ, ଶାସନ, ନ୍ୟାୟ ବ୍ୟବସ୍ଥା, ଜାତିପ୍ରଥା, ମଣିଷର ମନ, ସବୁକିଛି। ଏକଦମ। ଗଳ୍ପର ମୂଳ କଥା ସେଇଆ। କ୍ଷମତା ପାଇଲେ ମଣିଷ ଯଦି ନିଜର ମୂଳ ସ୍ୱଭାବକୁ ଭୁଲିଯାଏ, ଅହଙ୍କାରୀ ହୁଏ, କ୍ଷମତାର ଭୁଲ ବ୍ୟବହାର କରେ, ତେବେ ତାର ପତନ ନିଶ୍ଚିତ। ସେ ପୁଣି ତାର ପୂର୍ବ ସ୍ଥିତିକୁ ଫେରିବାକୁ ବାଧ୍ୟ, ସେଇ ମୂଷା ପରି। ଆଉ ଏଥିରେ ଯୋଉ ସବୁ ବିଷୟ ଅଛି, ଜାତିଭେଦ, ଦୁର୍ନୀତି, ପେସ୍କାରଙ୍କଠୁ ଆରମ୍ଭ କରି ସେ ଗାଁ ଲୋକଙ୍କର ଚୁକ୍ତି ଯାଏଁ, କ୍ଷମତାର ନିଶା, ଲୋକଙ୍କର ଦୋମୁହାଁପଣ, ଆଉ ସରକାରୀ ନିୟମ ଓ ନ୍ୟାୟ ବ୍ୟବସ୍ଥା ଉପରେ ଫକୀରମୋହନଙ୍କର ସେ ସୂକ୍ଷ୍ମ ବ୍ୟଙ୍ଗ୍ୟ, ଏସବୁ ମିଶି ଗଳ୍ପଟାକୁ ବହୁତ ଶକ୍ତିଶାଳୀ କରିଛି। ଆଉ ସବୁଠୁ ବଡ଼ କଥା, ଏହାର ପ୍ରାସଙ୍ଗିକତା। ଏ କଥାଗୁଡ଼ାକ କ'ଣ କେବଳ ସେଇ ଗାଳ ପାଇଁ ଥିଲା? ଆଜି ବି ଆମେ ଆମ ଚାରିପାଖେ ଦେଖୁନେ କି? କ୍ଷମତାର ଅପବ୍ୟବହାର, ଦୁର୍ନୀତି, ସାମାଜିକ ଭେଦଭାବ, ହଠାତ୍ ବଡ଼ଲୋକ ହେଇଗଲେ ନିଜ ଅତୀତକୁ ଭୁଲିଯିବା, ଏସବୁ ତ ଆଜି ବି ଅଛି। ଏକଦମ ସତ କଥା। ଫକୀରମୋହନଙ୍କ ଲେଖା ସବୁବେଳେ ପାଇଁ ପ୍ରାସଙ୍ଗିକ। ତେବେ ଶ୍ରୋତାମାନଙ୍କ ପାଇଁ ଆମେ ଗୋଟେ ପ୍ରଶ୍ନ ଛାଡ଼ି ଯାଉଛୁ। ଆପଣମାନେ ଭାବନ୍ତୁ, ସତରେ କ'ଣ ଖାଲି ବାହାରର ପଦବୀ ବା ପରିସ୍ଥିତି ମଣିଷର ମୂଳ ସ୍ୱଭାବକୁ ବଦଳାଇ ଦେଇପାରେ? ନା ଶେଷରେ ସମାଜ ବା ନିଜ ଭିତରର ସ୍ୱଭାବ ତାକୁ ପୁଣି ପଛକୁ ଟାଣି ଆଣେ? ହଁ, ଆଉ ଏ ଗଳ୍ପରେ ଯୋଉ ନ୍ୟାୟ ବ୍ୟବସ୍ଥା ଦେଖାଗଲା, ତାହା କେତେ ଦୂର ପ୍ରକୃତ ନ୍ୟାୟ ଦେଉଥିଲା, ଏ ବିଷୟରେ ବି ଚିନ୍ତା କରିବେ। ଆଶା କରୁଛୁ ଆଜିର ଏହି ଆଲୋଚନା ଆପଣମାନଙ୍କୁ ଭଲ ଲାଗିଥିବ। ଆମେ ଖୁବ୍ ଶୀଘ୍ର ପୁଣି ଫେରିବୁ ଗଳ୍ପ ସ୍ୱଳ୍ପର ଆଉ ଗୋଟେ ସୁନ୍ଦର ଗଳ୍ପର ଆଲୋଚନା ନେଇ। ସେ ପର୍ଯ୍ୟନ୍ତ ଆମ ସହ ରୁହନ୍ତୁ। ଆଉ ଆପଣମାନେ କେଉଁ ଓଡ଼ିଆ ଗଳ୍ପ ବା କବିତା ବା ଉପନ୍ୟାସ ବିଷୟରେ ଏମିତି ଆଲୋଚନା ଶୁଣିବାକୁ ଚାହାନ୍ତି, ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆମ ଚ୍ୟାନେଲକୁ ଲାଇକ୍, ଶେୟାର, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବାନି। ହଁ, ଦୟାକରି ଶେୟାର କରନ୍ତୁ, ଯାହାଫଳରେ ଆମର ଏହି ଓଡ଼ିଆ ଚ୍ୟାନେଲଟି ଆହୁରି ଆଗକୁ ବଢ଼ିପାରିବ। ଆମର ନୂଆ ନୂଆ ଆଲୋଚନାର ସୂଚନା ପାଇବା ପାଇଁ ବେଲ୍ ଆଇକନ୍ଟିକୁ ବି ନିଶ୍ଚୟ ଦବାଇ ଦିଅନ୍ତୁ।
ଆଜି ଆମ ସହିତ ଏତେ ସମୟ ରହିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହବ। ଧନ୍ୟବାଦ।